ଘର ପାଖରେ କ'ଣ ରହିଲେ ଅଶୁଭ ଆଉ ଶୁଭ? ଦର୍ଶକ ବନ୍ଧୁ, ଯେଉଁମାନେ ନୂଆ ଘର ତିଆରି କରିବାକୁ ଚାହୁଁଛନ୍ତି, ନୂଆ ଜାଗା କିଣି ସେଠାରେ ଘର ତିଆରି କରିବାକୁ ଇଚ୍ଛୁକ କିମ୍ବା ଘର କରିସାରିଛନ୍ତି, ସେମାନେ ଆବଶ୍ୟକ ପଡ଼ିଲେ ଜୀବନର ସମସ୍ତ ପୁଞ୍ଜି ଲଗାଇ ସେ ଘରଟି ପଛରେ ଲାଗି ପଡ଼ିଥାନ୍ତି। ଘରେ ବିଭିନ୍ନ ପ୍ରକାରର ସମସ୍ୟା ବି ଦେଖା ଦେଇଥାଏ। ଏହାର କାରଣ ହେଇପାରେ ଘରର ପରିପାର୍ଶ୍ୱ। ଘର ଆଖପାଖରେ କେଉଁ ଜିନିଷ ରହିବା ଆବଶ୍ୟକ, କ'ଣ ରହିବା ଉଚିତ ନୁହେଁ, ଏସବୁ ପ୍ରତି ଆମେ ଟିକେ ଧ୍ୟାନ ଦେବା ଉଚିତ। ଆସନ୍ତୁ ଏହି ଭିଡ଼ିଓରେ ଆପଣମାନଙ୍କ ପାଇଁ ମୁଁ ଆଣିଛି ଏମିତି କିଛି ଜିନିଷ ଯେଉଁଗୁଡ଼ିକ ଘର ପାଖରେ ରହିବା ଅଶୁଭ ଏବଂ ଆଉ କେତେଗୁଡ଼ିଏ ଜିନିଷ ଯାହା ଘର ପାଖରେ ରହିଲେ ଶୁଭ। ଯଦି ଆପଣମାନଙ୍କ ଘର କୌଣସି ବ୍ୟାଙ୍କ ପାଖରେ, ଘରର କାନ୍ଥ ବ୍ୟାଙ୍କ କାନ୍ଥକୁ ଲାଗିଅଛି, ଯେଉଁଠି ପଇସାର ଦେଣନେଣ ଇତ୍ୟାଦି କାରବାର ହୋଇଥାଏ, ସେଭଳି ଜାଗାରେ ତାହା ଘର ପାଇଁ ଶୁଭ ହୋଇନଥାଏ। ଘରର ମୁଖ୍ୟ ଦ୍ୱାରର ସାମ୍ନାରେ କୌଣସି ବଡ଼ ଗଛ, ଯେକୌଣସି ଗଛ ହେଇଥାଉ, ରହିବା ଶୁଭ ହୋଇନଥାଏ। ଯଦି ଆପଣ ଘରର ମେନ୍ ଗେଟ୍ ଖୋଲୁଛନ୍ତି ଏବଂ କୌଣସି ବଡ଼ ଗଛକୁ ସାମ୍ନାରେ ଆପଣ ପାଉଛନ୍ତି, ତାହେଲେ ତାର ନକାରାତ୍ମକ ଶକ୍ତି ଆପଣଙ୍କ ଘର ଉପରେ ପଡ଼ିଥାଏ। ଘରର ଠିକ୍ ସାମ୍ନାରେ ଯଦି କୌଣସି ଚାରିଛକ ବା ଚାରି ଦିଗକୁ ଥିବା ରାସ୍ତା ଥିବା ଛକ ଯଦି ରହୁଛି, ତାହେଲେ ମଧ୍ୟ ଏହା ଘର ପାଇଁ ଶୁଭପ୍ରଦ ନୁହେଁ। ମନ୍ଦିର ଏବଂ ଯଜ୍ଞସ୍ଥଳ ଏହି ଦୁଇଟି ସ୍ଥାନ ପବିତ୍ର ଯଦିଓ, କିନ୍ତୁ ଘରର ମୁଖ୍ୟ ଦରୱାଜାର ଠିକ୍ ସାମ୍ନାରେ ରହିଲେ ଘର ପ୍ରତି ଏଗୁଡ଼ିକର ନେଗେଟିଭ ଏନର୍ଜି ପଡ଼ିଥାଏ, ଯାହାକି ଘର ପାଇଁ ଶୁଭପ୍ରଦ ହୋଇନଥାଏ। ଜନସଂଖ୍ୟା ବଢ଼ିବା ଯୋଗୁଁ ଲୋକମାନଙ୍କର ରହିବା ପାଇଁ ଜାଗା କମି କମି ଆସୁଛି, ତେଣୁ ଲୋକମାନେ ବିଭିନ୍ନ ଜାଗାରେ ଘର ତିଆରି କରିବା ପାଇଁ ବାଧ୍ୟ ହେଉଛନ୍ତି। ଯଦି ଘର ସାମ୍ନାରେ ସ୍କୁଲ, କଲେଜ କିମ୍ବା ଚିକିତ୍ସାଳୟ ଥାଏ ଏବଂ ଘରର ଗେଟ୍, ମେନ୍ ଗେଟ୍, ସେହି ଅନୁଷ୍ଠାନର ମେନ୍ ଗେଟ୍ର ଠିକ୍ ସାମ୍ନାରେ ଥାଏ, ତାହେଲେ ତା ଘର ପାଇଁ ଅଶୁଭ ହୋଇଥାଏ। ଘରର ଠିକ୍ ସାମ୍ନାରେ ଯଦି କୌଣସି ତ୍ରିକୋଣାକାର ଭୂମି ରହିଥାଏ, ଅର୍ଥାତ୍ ତ୍ରିଭୁଜ ଭଳିଆ ଏରିଆ ରହିଥାଏ ଏବଂ ସେହି ତ୍ରିଭୁଜର କୌଣସି କୋଣ ଯଦି ଘରର ମୁଖ୍ୟ ଦ୍ୱାର ଆଡ଼କୁ ରହିଥାଏ, ତାହେଲେ ମଧ୍ୟ ଘର ପାଇଁ ତାହା ଠିକ୍ ହୋଇନଥାଏ। ଘରର ମୁଖ୍ୟ ଦ୍ୱାର ଯେଉଁ ଦିଗରେ ଅଛି, ସେହି ଦିଗରେ ଯଦି କୌଣସି ପ୍ରକାର ଉଇ ହୁଙ୍କା ବା ସର୍ପ ରହୁଥିବା ସ୍ଥାନ, ମାଟିରେ ତିଆରି ହୁଙ୍କା ରହିଥାଏ, ତାହେଲେ ଆପଣ ସେ ସ୍ଥାନରେ ଘର କରନ୍ତୁ ନାହିଁ କିମ୍ବା ସେହି ହୁଙ୍କାକୁ ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତୁ। ଘରର ବାସ୍ତୁ ଯେ କେବଳ ଶାସ୍ତ୍ରସମ୍ମତ ତା ନୁହେଁ, ବୈଜ୍ଞାନିକ ଆଧାର ମଧ୍ୟ ରହିଅଛି, ଯାହାକୁ ଆମର ପୂର୍ବପୁରୁଷମାନେ ଭଲ ଭାବରେ ଜାଣିଥିଲେ। ଯଦି କୌଣସି ଜାଗାରେ ଆପଣ ଜାଗା କିଣୁଛନ୍ତି ବା ଆପଣ ଘର କିଣିବା ପାଇଁ ବା ତିଆରି କରିବା ପାଇଁ ଚାହୁଁଛନ୍ତି ଏବଂ ସେ ଘର ଆଖପାଖରେ କୌଣସି ପ୍ରକାର ରାସ୍ତା ଭାଙ୍ଗି ଯାଇଛି ବା ଧସେଇ ପଶି ଯାଇଛି ବା କୌଣସି ବଡ଼ ଗର୍ତ୍ତ ହେଉଛି, ତାହେଲେ ସେ ଜାଗାରେ ଘର କରିବାରୁ ନିବୃତ୍ତ ରୁହନ୍ତୁ। ଘରର ଆଖପାଖରେ ଅଶ୍ୱତ୍ଥ ବୃକ୍ଷ ବା ଓସ୍ତ ଗଛ ରହିବା ମଧ୍ୟ ଶୁଭପ୍ରଦ ନୁହେଁ। ତେବେ ଏହା କେଉଁ ଦିଗରେ ରହିଲେ ଶୁଭ ଫଳ ଦେଇଥାଏ, ସେ ବିଷୟରେ ମୁଁ ଆଗକୁ କହିବି। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଅନୁରୋଧ, ଯେଉଁମାନେ ମୋ ଚ୍ୟାନେଲରେ ନୂଆ, ଯଦି ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗୁଛି, ତାହେଲେ ଆପଣମାନଙ୍କୁ ଏକାନ୍ତ ଅନୁରୋଧ, ଗପ ଅମୃତ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବିଭିନ୍ନ ପ୍ରକାରର ଜାଣିବା କଥା, ହିତ ଉପଦେଶ, ଗପ, ଭକ୍ତି ଏବଂ ଆଧ୍ୟାତ୍ମିକ ବାର୍ତ୍ତା ଆପଣମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ଚେଷ୍ଟା କରୁଛି ଏବଂ ଆଗକୁ କରୁଥିବି ମଧ୍ୟ। ଆସନ୍ତୁ ଦେଖିବା ଘର ପାଖରେ କ'ଣ ସବୁ ବୃକ୍ଷ ରହିଲେ ଶୁଭପ୍ରଦ ହୋଇଥାଏ। କେତେଗୁଡ଼ିଏ ବଡ଼ ବଡ଼ ଏବଂ ଦିବ୍ୟ ବୃକ୍ଷ ଯେଉଁଗୁଡ଼ିକ ଘରର ବିଭିନ୍ନ ଦିଗରେ ରହିଲେ ଶୁଭପ୍ରଦ ହୋଇଥାନ୍ତି, କିନ୍ତୁ ସଚେତନ ଥିବେ ଯେ ଘରଠାରୁ ସେଗୁଡ଼ିକ ଅତି କମରେ 20 ଫୁଟ ଦୂରରେ ରହିବେ କିମ୍ବା ଘରର ପାଚେରୀର ଆରକଡ଼େ ରହିବେ, ଯାହାଦ୍ୱାରା ସେ ବୃକ୍ଷଗୁଡ଼ିକର ଶୁଭ ଫଳ ଠିକ୍ ଭାବରେ ବା ସକାରାତ୍ମକ ଶକ୍ତି ଠିକ୍ ଭାବରେ ପଡ଼ିଥାଏ। ଯେମିତିକି
ଘରର ପୂର୍ବ ଦିଗରେ ବଟବୃକ୍ଷ ବା ବରଗଛ ରହିଲେ ଘର ପାଇଁ ଶୁଭ ହୋଇଥାଏ। ଏହା ସ୍ୱୟଂ ଏକ ମୋକ୍ଷ ପ୍ରଦାନକାରୀ ଗଛ। ଏଥିରେ ଅନେକ ଦେବଦେବୀଙ୍କର ବାସ ହୋଇଥାଏ। ତେବେ ସାବଧାନ ଥିବେ, ଯଦି ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ବୃକ୍ଷ ରହୁଛି ତାହେଲେ ତାକୁ ଆପଣମାନେ ସେଠୁ ସେ ଅବସ୍ଥାକୁ ଦୂରେଇବା ପାଇଁ ଚେଷ୍ଟା କରିବେ ଏବଂ ସେଠାରେ ଘର ନ କରିବା ପାଇଁ ଚେଷ୍ଟା କରିବେ। ସେହିପରି ଯଦି ଘରର ଦକ୍ଷିଣ ଦିଗରେ ଡିମିରି ବୃକ୍ଷ ରହୁଛି ତାହେଲେ ଏହା ଘର ପାଇଁ ଭଲ ଫଳ ପ୍ରଦାନ କରିବ। ଏଥିରେ ଭଗବାନ ନରସିଂହ ଏବଂ ଭଗବାନ ଦତ୍ତାତ୍ରେୟଙ୍କର ଆଶୀର୍ବାଦ ରହିଛି। ତେଣୁ ଏହାକୁ କେବେ ବି କାଟିବେ ନାହିଁ ଯଦି ଏହା ଦକ୍ଷିଣ ଦିଗରେ ଥାଏ। ମୁଁ ଆଗରୁ କହିଥିଲି ଯେ ଅଶ୍ୱତ୍ଥ ବୃକ୍ଷ ବା ଓସ୍ତ ଗଛ ଘରର ଆଖପାଖରେ ରହିବା ଶୁଭପ୍ରଦ ନୁହେଁ, କିନ୍ତୁ ଯଦି ଘରର ପଶ୍ଚିମ ଦିଗରେ ଓସ୍ତ ଗଛ ଥାଏ ତାହେଲେ ଏହା ଘର ପାଇଁ ଭଲ ଫଳ ଦେଇଥାଏ। ଏଥିରେ ଥିବା ଦେବଦେବୀ ଆପଣମାନଙ୍କ ଘର ପ୍ରତି ସନ୍ତୁଷ୍ଟ ହେବେ ଯଦି ଆପଣ ନିତ୍ୟ ଏହି ଗଛ ମୂଳରେ ପୂଜା ଅର୍ଚ୍ଚନା କରିବେ। ପଳାଶ ଫୁଲ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଫୁଲ। ଯଦି ପଳାଶ ଗଛ ଆପଣଙ୍କ ଘରର ଉତ୍ତର ଦିଗରେ ଥାଏ ତାହେଲେ ଘର ପାଇଁ ଏହା ଶୁଭ ଫଳ ଦେଇଥାଏ। ଦର୍ଶକ ବନ୍ଧୁ, ଏ ଥିଲା ଗୋଟିଏ ଛୋଟିଆ ଚେଷ୍ଟା। ଯଦି ଆପଣମାନେ ବାସ୍ତୁ ବିଷୟରେ, ଘରର ବିଭିନ୍ନ ପ୍ରକାରର ବାସ୍ତୁ ଦୋଷ ଦୂର ପାଇଁ ସହଜ ଉପାୟ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି, ତେବେ କମେଣ୍ଟରେ ଲେଖି ନିଶ୍ଚିନ୍ତ ଜଣାନ୍ତୁ। ସେଥିପାଇଁ ମୁଁ ଚେଷ୍ଟା କରିବି। ପୁଣି ଆସିବି ଆଉ କିଛି ଗଳ୍ପ, କିଛି ଉପଦେଶ, କିଛି ଜାଣିବା କଥା ଏବଂ ଆଧ୍ୟାତ୍ମିକ କଥା ନେଇ ଆପଣମାନଙ୍କ ପାଖକୁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।